ଜଟଗଡ଼ ସରିପଡ଼ାରେ ଜଙ୍ଗଲୀ ବରାହ ଉପଦ୍ରବରେ ମକା ଚାଷ ନଷ୍ଟ। ନୂଆପଡ଼ା ଜିଲ୍ଲା କମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ଗ୍ରାମ ପଞ୍ଚାୟତର ସରିପଡ଼ାରେ ଜଙ୍ଗଲୀ ବରାହ ଉପଦ୍ରବ ଦେଖାଦେଇଛି। ଏଥିରେ 10 ଏକର ମକା ଚାଷ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେଲା ଜଟଗଡ଼ ଓ ସରିପଡ଼ାରେ ବରାହ ଉପଦ୍ରବ ଦେଖାଦେଇଛି। ଏଥିରେ ଜଟଗଡ଼ ଗାଁର ଚାଷୀ ଅନନ୍ତ ସାହୁଙ୍କ 10 ଏକର ମକା ଚାଷକୁ ଜଙ୍ଗଲୀ ବରାହମାନେ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଏହି ଚାଷୀ ଜଣକ 10 ଏକର ମକା ଚାଷ ପାଇଁ ପ୍ରାୟ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି। କିନ୍ତୁ ଅମଳ ପୂର୍ବରୁ ଚାଷ ନଷ୍ଟ ହୋଇଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି। ଏ ଚାଷୀ ଧାର ଉଧାର କରି ପରିବାର ପ୍ରତିପୋଷଣ ପାଇଁ ଚାଷ କରିଥିଲେ। ଏବେ ମକା ଚାଷ ନଷ୍ଟ ହୋଇଥିବାରୁ କେମିତି ପରିବାର ଚଳାଇବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ସେହିପରି ଅଞ୍ଚଳରେ ବରାହ ଉପଦ୍ରବ ହେତୁ ଅନେକ ଚାଷୀଙ୍କ ମଧ୍ୟ ମକା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଜଟଗଡ଼ ଓ ସରିପଡ଼ା ଏକ ଅଣଜଳସେଚିତ ଅଞ୍ଚଳ। ଏଠାରେ ପ୍ରତିବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖାଦେଉଛି। ଗତ କିଛି ବର୍ଷ ହେବ ମରୁଡ଼ି ସହଣୀ କପା ମକା ସହ ତୈଳବୀଜ ଜାତୀୟ ଫସଲକୁ ଚାଷୀ ଆପଣାଇ ନେଇଛନ୍ତି। ଚଳିତ ବର୍ଷ ଚାଷୀ ମକା ଚାଷରୁ ଭଲ ରୋଜଗାର କରିବାକୁ ଆଶା ବାନ୍ଧିଥିଲେ, କିନ୍ତୁ ବରାହ ଉପଦ୍ରବ ଯୋଗୁଁ ଚାଷୀ ଅନନ୍ତ ସାହୁ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ଏଣୁ ଚାଷୀଙ୍କୁ ବରାହ ଉପଦ୍ରବର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଜଟଗଡ଼ର ଅନନ୍ତ ସାହୁ ଓ ଅନ୍ୟାନ୍ୟ ଚାଷୀମାନେ ଦାବି କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।